ଏଇ ହାରାମଜାଦା ଭାଲୁର ଉତ୍ତର ଦେଇ ଦେଇ ମତେ ଭାରି ବିରକ୍ତ ଲାଗିଲାଣି। ମୁଁ ଯାଉଛି ଟିକେ ନଦୀରୁ ପାଣି ପିଇବି। ଆହା କି ମଧୁର ପାଣି। ଏଇ ପାଣି ପିଇକି ମୋର ତ ଆତ୍ମାଟା ଶାନ୍ତି ହେଇଗଲା, କିନ୍ତୁ ମୋର ଭୋକ ବଢ଼ିଗଲା। ଯାହା ହେଲେ ବି ମୋତେ କିଛି ଖାଇବାକୁ ପଡ଼ିବ। ମୁଁ ଦେଖେ କିଛି ଖାଇବା ମିଳୁଛି କି ନାହିଁ। କିଏ ରେ ସେଇଠି ପାଟି କରିକି ମୋ ନିଦଟା ଭାଙ୍ଗିଦେଲା? ଆରେ କୁମ୍ଭୀର ମଉସା, ତମେ ଭଲ ଅଛ ତ? ହଇରେ ହାରାମଜାଦା, ତୁ କ'ଣ ପାଟିତୁଣ୍ଡ କରିକି ମୋ ନିଦଟାକୁ ଭାଙ୍ଗିଦେଲୁ? କୁମ୍ଭୀର ମଉସା ରାଗୁଛ କ'ଣ ପାଇଁ? ମୁଁ ତ ଜାଣି ଶୁଣିକି ତମ ନିଦ ଭାଙ୍ଗିନି। ମୋତେ ବହୁତ ଶୋଷ ଲାଗୁଥିଲା ତ, ସେଥିପାଇଁ ନଦୀକୁ ପାଣି ପିଇବା ପାଇଁ ଆସିଥିଲି। ପାଣି ପିଇ ସାରିଲୁ? ଏବେ ତୁ ଯା। ମୋତେ ଏବେ ପ୍ରବଳ ଭୋକ ଲାଗୁଛି। ତତେ ଭୋକ ଲାଗିଲା ଯେ ମୋର କ'ଣ ଯାଉଛି? ତୁ ଏବେ ଯା ଏଇଠୁ। ହେ କୁମ୍ଭୀର ମଉସା, ତମେ ସେମିତି କୁହନି। ଏମିତି କଥା ତମ ପାଟିରେ ଶୋଭା ଦଉନି। ମୁଁ ତ ଶୁଣିଥିଲି ତମେ ବହୁତ ଦୟାଳୁ, କାହାର ଦୁଃଖ କଷ୍ଟ ଦେଖିପାରନି। ମୋର ଯଦି ଏଇ ଜଙ୍ଗଲରେ ହୁକୁମ ଚାଲନ୍ତା, ତାହେଲେ ମୁଁ ବାଘ ବଦଳରେ ତମକୁ ଏଇ ଜଙ୍ଗଲରେ ରାଜା କରିଦିଅନ୍ତି। ସେଇ ବାଘଟା ତ ଏଇ ଜଙ୍ଗଲରେ ରାଜା ହେବାର ଟିକେ ବି ଯୋଗ୍ୟ ନାହିଁ। ତାର ଖାଲି ବଳ ଅଛି, କିନ୍ତୁ ତାର ବୁଦ୍ଧି ନାହିଁ। କିନ୍ତୁ କୁମ୍ଭୀର ମଉସା, ତମର ବୁଦ୍ଧି ସହ ବଳ ଅଛି। ତମେ ହିଁ ଏଇ ଜଙ୍ଗଲର ରାଜା ହେବା ଦରକାର। ଆରେ ଶିଆଳ, ମୁଁ କ'ଣ ଏଇ ଜଙ୍ଗଲର ରାଜା ହେଇପାରିବି? ହଁ କୁମ୍ଭୀର ମଉସା, କ'ଣ ପାଇଁ ହେଇପାରିବନି? ଆରେ ଶିଆଳ, ତୋର ତ ବହୁତ ବୁଦ୍ଧି। କିଛି ବୁଦ୍ଧି ଖଟେଇକି ମୋତେ ଏଇ ଜଙ୍ଗଲର ରାଜା କରିଦେ ନା। କୁମ୍ଭୀର ମଉସା, ମୋର ତ ବୁଦ୍ଧି ଅଛି, କିନ୍ତୁ ଖାଲି ପେଟରେ ମୁଁ ବୁଦ୍ଧି ଗୁଡ଼ାକୁ କେମିତି ବାହାର କରିବି? ମୋତେ ଆଗ କିଛି ଖାଇବାକୁ ଦିଅ। ହଉ ହଉ ରହ ଶିଆଳ, ମୁଁ ତୋ ପାଇଁ ମାଛ ନେଇକି ଆସୁଛି। ଶିଆଳ, ଏଇ ନେ ମାଛ। ଆଉ ଖାଇସାରିକି କହ ମୁଁ କେମିତି ରାଜା ହେବି। ଏଇ ମୂର୍ଖ କୁମ୍ଭୀର ତ ମାଛ ଆଣିଦେଲା। ମୁଁ ଏବେ ଏଇ ମାଛ ଗୁଡ଼ାକୁ ଖାଇଦିଏ। ଆରେ ଶିଆଳ, ତୁ ତ ମାଛ ଖାଇ ସାରିଦେଲୁ। ଏବେ କହ ମୁଁ ଜଙ୍ଗଲର ରାଜା କେମିତି ହେବି? କୁମ୍ଭୀର ମଉସା, ରାଜା ହେବା ଏତେ ସହଜ ନୁହଁ। ତମକୁ ରାଜା କରିବା ପାଇଁ ମୋତେ କିଛି ଉପାୟ ଚିନ୍ତା କରିବାକୁ ପଡ଼ିବ। କୁମ୍ଭୀର ମଉସା, ମୁଁ ଏବେ ଯାଉଛି କୋଉଠି ଏକୁଟିଆ ବସିକି ତମକୁ ରାଜା କରିବା ପାଇଁ ଉପାୟ ଚିନ୍ତା କରିବି। ହଉ ଠିକ୍ ଅଛି ଶିଆଳ, ତୁ ଯା। କୁମ୍ଭୀରକୁ ତ ବକା ବନେଇକି ତା ପାଖରୁ ପେଟେ ମାଛ ଖାଇ ଦେଇକି ଆସିଲି। ମୁଁ ଏବେ ଯାଉଛି ବାଘ ମାମୁଁକୁ ବି ବକା ବନେଇବି, ଆଉ ତା ପାଖରୁ ବି କିଛି ମାଂସ ଖାଇବି। ବାଘ ମାମୁଁ, ତମେ ଏଇ ଜଙ୍ଗଲରୁ ବିଦାୟ ନେବା ପାଇଁ ରେଡି ହେଇଯାଅ। ଆରେ ଶିଆଳ, ତୁ କ'ଣ କହୁଛୁ? ତୋର ମୁଣ୍ଡ ଫୁଣ୍ଡ ଠିକ୍ ଅଛି ତ? ଦେଖିବୁ ଏଇନା ମୁଁ ତୋର କ'ଣ ଅବସ୍ଥା କରିବି। ବାଘ ମାମୁଁ, ଏକଥା ମୁଁ କହୁନି, ଏକଥା କୁମ୍ଭୀର କହୁଛି। କ'ଣ କହୁଛି ସେ କୁମ୍ଭୀର? କୁମ୍ଭୀର କହୁଛି ବାଘର କିଛି ବୁଦ୍ଧି ସୁଦ୍ଧି ନାହିଁ। ସିଏ ଖାଲି ଜଙ୍ଗଲର ରାଜା ହେଇଯାଇଛି ସିନା, କିନ୍ତୁ ତାର ବଳ ଅଛି, କିନ୍ତୁ ବୁଦ୍ଧି ଟିକେ ବି ନାହିଁ। ଆଉ ମୋର ବଳ ବି ଅଛି, ବୁଦ୍ଧି ବି ଅଛି। ତାକୁ ମୁଁ ବୁଦ୍ଧିରେ ବି ପାରିଦେବି, ଆଉ ବଳରେ ବି ପାରିଦେବି। ସିଏ ତମକୁ ବଳରେ ଆଉ ବୁଦ୍ଧିରେ ହରେଇକି ରାଜା ହେବା ପାଇଁ ଚାହୁଁଛି। ଆରେ ତାର ତ ବହୁତ ସାହସ। ଯା, ସେ କୁମ୍ଭୀରକୁ ଏଇଠିକି ଡାକି ଆଣ। ବାଘ ମାମୁଁ, ମୁଁ ହେଉଛି ତମର ସପୋର୍ଟ। ତାକୁ ବଳରେ ନାହିଁ, ତାକୁ ବୁଦ୍ଧିରେ ହରେଇବା। କିନ୍ତୁ କେମିତି ଶିଆଳ? ବାଘ ମାମୁଁ, ମୁଁ ତ ତମକୁ ବୁଦ୍ଧି ଦେବି, କିନ୍ତୁ ତା ଆଗରୁ
ମତେ ରାତିରେ ଖାଇବା ପାଇଁ କିଛି ଖାଦ୍ୟ ଦିଅ। ହଉ ଠିକ ଅଛି, ଏଇ ନେ। ଏବେ ମୁଁ ହରିଣ ଶିକାର କରିଥିଲି, ଏଇ ହରିଣଟା ଏବେ ତୋର। ଏବେ କହ, ସେଇ କୁମ୍ଭୀରକୁ ମୁଁ ବୁଦ୍ଧିରେ କେମିତି ହରେଇବି? ବାଘ ମାମୁଁ ଶୁଣ ମୋ କଥା। ଏମିତି ଶିଆଳ ସବୁଦିନ ବାଘ ଆଉ କୁମ୍ଭୀରକୁ ବକା ବନେଇକି ତାଙ୍କ ପାଖରୁ ଖାଦ୍ୟ ଆଣିକି ଖାଏ। ଏମିତି କିଛି ଦିନ ବିତିଯାଏ। ଆରେ ବାଃ, ଏଇ ବାଘ ଆଉ କୁମ୍ଭୀରକୁ ତ ବକା ବନେଇକି ମୋର ତ ସବୁଦିନେ ଖାଇବା ହେଇଯାଉଛି। ମତେ ଆଉ ଶିକାର କରିବା ପାଇଁ ପଡୁନି। ଏବେ ମୁଁ ଯାଏ, ସବୁଦିନ ପରି ବାଘ ଆଉ କୁମ୍ଭୀର ପାଖରୁ ଖାଦ୍ୟ ଖାଇକି ଆସେ। ଆରେ ସେଇ ଶିଆଳ ତ ମତେ ସବୁଦିନେ କହୁଛି ମତେ ରାଜା କରିଦେବ ବୋଲି। ସିଏ ତ ଆଜି ପର୍ଯ୍ୟନ୍ତ ମତେ ରାଜା କରିପାରିଲାନି। ସେ ଶିଆଳ ମତେ ବକା ବନଉନି ତ? ସେ ଶିଆଳ ଆଜି ଆସୁ, ତାକୁ ମୁଁ ପଚାରିବି ସିଏ ମତେ କେବେ ରାଜା କରିବ। ଭଲ ଅଛ ତ? ଆରେ ଶିଆଳ ଭଲ କଣ, ତୁ ତ ମତେ ସବୁଦିନେ କହୁଛୁ ରାଜା କରିବି କରିବି, ଆଜି ପର୍ଯ୍ୟନ୍ତ ରାଜା କରିପାରିଲୁନି। ତୁ ଏବେ କହ, ମତେ କେବେ ରାଜା କରିବୁ? କୁମ୍ଭୀର ମଉସା, ତମେ ଜମା ଚିନ୍ତା କରନି, ତମେ ଖୁବ୍ ଶୀଘ୍ର ଏଇ ଜଙ୍ଗଲର ରାଜା ହବ। କୁମ୍ଭୀର ମଉସା, ମୋର ଆଜି ଖାଇବାଟା ଦିଅ। କୁମ୍ଭୀର ମଉସା, ଏବେ ମୁଁ ଆସୁଛି, ତମେ ଜମା ଚିନ୍ତା କରନି, ତମେ ଖୁବ୍ ଶୀଘ୍ର ରାଜା ହବ। ମୁଁ ଯାଉଛି, ଆଜି ଶିଆଳର ପଛରେ ପଛରେ ଯିବି, ଆଉ ଶିଆଳ କୋଉଠି କଣ କରୁଛି ଦେଖିବି। ଆରେ ଇଏ ତ ବାଘ ମାମୁଁ ପାଖକୁ ଆସିଛି। ମୁଁ ଯାଇକି ଶୁଣେ ଇଏ ବାଘ ମାମୁଁକୁ କଣ କହୁଛି। ଆରେ ଶିଆଳ, ତୁ ଆସିଗଲୁ? ହଁ ବାଘ ମାମୁଁ, ମୁଁ ଆସିଗଲି। ଆରେ ତୁ ତ ସବୁଦିନେ କହୁଛୁ କୁମ୍ଭୀରକୁ ମଜା ଚଖେଇବା ପାଇଁ, କିନ୍ତୁ ଆଜି ପର୍ଯ୍ୟନ୍ତ ଆମେ କୁମ୍ଭୀରକୁ ମଜା ଚଖେଇ ପାରିଲେନି। ତୁ ଯାହା କରୁଛୁ ଜଲ୍ଦି କର। ବାଘ ମାମୁଁ, ଏ କାମରେ ବ୍ୟସ୍ତ ହେଲେ ହେବନି। ଏ କାମ ସବୁ ବୁଦ୍ଧି ବିଚାରିକି କରିବାକୁ ପଡେ। ହଉ ହଉ ଠିକ ଅଛି, କିନ୍ତୁ ଜଲ୍ଦି କର। ହଁ ବାଘ ମାମୁଁ, ମତେ ଆଗ ଆଜିର ଖାଇବାଟା ଦିଅ। ହଉ ଠିକ ଅଛି, ନେ। ଓ ଆଚ୍ଛା, ଏଇ ଦୁଷ୍ଟ ଶିଆଳ ତାହେଲେ ମୋ ନାଁରେ ବାଘକୁ କହୁଛି, ଆଉ ବାଘ ନାଁରେ ମତେ କହୁଛି। ଏଇ ଦୁଷ୍ଟ ଶିଆଳ ଯାଇସାରୁ, ତାପରେ ମୁଁ ବାଘ ମାମୁଁ ପାଖକୁ ଯିବି, ଆଉ ବାଘ ମାମୁଁକୁ ସବୁ କଥା କହିବି। ବାଘ ମାମୁଁ, ଏବେ ତାହେଲେ ମୁଁ ଆସୁଛି। ବାଘ ମାମୁଁ। ଆରେ କୁମ୍ଭୀର, ତୁ କଣ ମୋ ପାଖକୁ ଆସିଛୁ? ତୁ ତ ମୋର ଶତ୍ରୁ। ବାଘ ମାମୁଁ, ମୁଁ ତମର ଶତ୍ରୁ ନୁହଁ କି ତମେ ମୋର ଶତ୍ରୁ ନୁହଁ। ଏଗୁଡ଼ା ହେଉଛି ଶିଆଳର ଚକ୍ରାନ୍ତ। ସିଏ ଆମ ଦି ଜଣକୁ ବକା ବନେଇକି ଆମ ଦି ଜଣଙ୍କ ନାଁରେ ମିଛ ସତ କହିକି ଆମ ପାଖରୁ ଖାଦ୍ୟ ନେଇକି ଖାଉଛି। ଆରେ କୁମ୍ଭୀର, ତୁ ଏ କଣ କହୁଛୁ? ତୁ ଯାହା କହୁଛୁ ସବୁ ସତ? ହଁ ବାଘ ମାମୁଁ, ମୁଁ ସତ କଥା କହୁଛି। ସିଏ ମୋ ପାଖରେ ତମ ନାଁରେ କହୁଛି, ଆଉ ତମ ନାଁରେ ମୋ ପାଖରେ କହୁଛି। ସେଇ ଦୁଷ୍ଟ ଶିଆଳର ତ ବହୁତ ସାହସ।
ସିଏ ମତେ ସବୁଦିନେ ବକା ବନେଇକି ମୋ ପାଖରୁ ଖାଦ୍ୟ ନେଇକି ଖାଉଛି। ସେ ଶିଆଳ କାଲି ଆସୁ, ତାକୁ ମୁଁ ଭଲ କି ମଜା ଚଖେଇବି। ବାଘ ମାମୁଁ, ତାକୁ ଧରିବା ପାଇଁ ମୋ ପାଖରେ ଗୋଟେ ପ୍ଲାନ୍ ଅଛି। ଜଲ୍ଦି କହ, ତୋ ପାଖରେ କ'ଣ ପ୍ଲାନ୍ ଅଛି? ବାଘ ମାମୁଁ ଶୁଣ। ହଉ ହଉ ଠିକ୍ ଅଛି, କାଲି ଆସୁ ସେ ଶିଆଳ, ତାକୁ ଆମେ ଭଲ କି ମଜା ଚଖେଇବା। ସକାଳ ତ ହେଇଗଲା, ଆଉ ଡେରି କ'ଣ ପାଇଁ? ଏବେ ମୁଁ ଯାଏ ବାଘ ଆଉ କୁମ୍ଭୀରକୁ ବକା ବନେଇକି ତାଙ୍କ ପାଖରୁ ଖାଦ୍ୟ ଖାଇକି ଆସେ। ଆରେ ଶିଆଳ, ତୁ ଆସିଗଲୁ? ହଁ କୁମ୍ଭୀର ମଉସା, ମୁଁ ଆସିଗଲି। କୁମ୍ଭୀର ମଉସା, ମତେ ଆଜି ଆଗ ଖାଇବାକୁ ଦିଅ, ମତେ ବହୁତ ଭୋକ ଲାଗୁଛି। ଆରେ ଶିଆଳ, ଖାଇବା ଆଗରୁ ସେପଟେ ଦେଖ, ମୁଁ ସେଇ ବାଘକୁ ମାରି ଦେଇଛି। ଆରେ ଏ କୁମ୍ଭୀର କ'ଣ ବାଘକୁ ମାରି ଦେଇଛି? ଆରେ କୁମ୍ଭୀର ମଉସା, ତମେ ସତରେ ବାଘକୁ ମାରିଦେଲ? ଆରେ ଶିଆଳ, ବିଶ୍ୱାସ ହଉନି ଯଦି ଦେଖିବୁ ଯା, ସେଇ ବାଘକୁ ମୁଁ ମାରିକି ପକେଇ ଦେଇଛି। ଆରେ ଇଏ ସତରେ ବାଘ ମାମୁଁକୁ ମାରି ଦେଇଛି, ମୁଁ ଯାଇକି ଦେଖେ। ଆରେ ଦୁଷ୍ଟ ଶିଆଳ, ତୁ ତ ଆମ ଜାଲରେ ପଡ଼ିଗଲୁ। ଆରେ ବାଘ ମାମୁଁ, ତମେ ବଞ୍ଚିଛ? ଆରେ ଦୁଷ୍ଟ ଶିଆଳ, ତୁ କ'ଣ ଭାବୁଥିଲୁ ଆମେ କିଛି ଜାଣିପାରିବୁନି? ଆମେ ସବୁ କିଛି ଜାଣିପାରିଛୁ, ଏବେ ତୁ ମରିବୁ। ଇ ବାବାରେ, ଏ ଦି ଜଣ ତ ସବୁ ଜାଣିଗଲେ, ଏବେ ମୁଁ କ'ଣ କରିବି? ଏବେ ତୁ ଆଉ କ'ଣ କରିବୁ? ଏବେ ତୁ ମରିବୁ।